ଏହି ଓଡ଼ିଶା ମାଟି କେବଳ ଧାନ ଜଳ ଦେଇନାହିଁ, ଏହି ପବିତ୍ର ମାଟି ଜନ୍ମ ଦେଇଛି ଦେବୀ ମା'ଙ୍କ ଅନେକ ଅବତାରକୁ। ଓଡ଼ିଶା ମାଟି ଅଟୁଟ ଶ୍ରଦ୍ଧା ଓ ଭକ୍ତିର ମାଟି। ମା ତାରିଣୀ, ମା ମଙ୍ଗଳା, ମା ବିରଜା, ମା ହିଙ୍ଗୁଳା, ମାତୃଶକ୍ତିଙ୍କ ଅନେକ ରୂପ ଏଠି ପ୍ରତିଷ୍ଠିତ। ଘଣ୍ଟ ଶବ୍ଦ ମଧ୍ୟରୁ ଶୁଣାଯାଏ ଭକ୍ତଙ୍କ ହୃଦୟର ଦୟାଭରା ଡାକ। ମା ତାରିଣୀ ଘୋର ଅନ୍ଧକାରରେ ଆଲୋକ ଦେଉଥିବା ଶକ୍ତି ମୂର୍ତ୍ତି। ତାଙ୍କର ପାଦପଦ୍ମ ସ୍ପର୍ଶ କଲେ ଦୁଃଖ ଦୂରେଇଯାଏ। ଗଞ୍ଜାମ ପାହାଡ଼ ଉପରେ ବିରାଜିତ ମା ତାରାତାରିଣୀ, ସେ ଶକ୍ତିର ଶକ୍ତି। ମାତୃ ରୂପରେ ଭକ୍ତଙ୍କୁ ଶାନ୍ତି ଓ କୃପା ଦିଅନ୍ତି। ତାଙ୍କର ଦର୍ଶନ କଲେ ହୃଦୟ ଆନନ୍ଦରେ ଭରିଯାଏ। ମନ୍ଦିର ପଥର ମଧ୍ୟରେ ମିଳେ ଜୀବନର ଆଶୀର୍ବାଦ। ଗୋଟିଏ ଥର ମନ୍ଦିରକୁ ଗଲେ ଆଉ ଥରେ ଯିବାକୁ ଇଚ୍ଛା ହୁଏ। ଓମ୍ ମା ମଙ୍ଗଳା, ତୁମେ ମଙ୍ଗଳ କରିବା ପାଇଁ ଅବତାର ନେଇଛ। ଯେଉଁଠି ଅଶୁଭତା ଅଛି ସେଠି ତୁମେ ଆଶା ଓ ଆଲୋକ ଆଣିଛ। ମା ମଙ୍ଗଳାଙ୍କ ବିନା କୌଣସି କାମ ମଙ୍ଗଳ ହୁଏ ନାହିଁ। ଘର ମଧ୍ୟରେ ତୁମେ ଥିଲେ ଭୟ କାହିଁକି? ଘର ହେଉ କି ମନ୍ଦିର, ଯେଉଁଠି ମା ଥାଆନ୍ତି ସେଠି ଦେଉଳ ହୋଇଯାଏ। ମା ତାରିଣୀ ଓ ମା ମଙ୍ଗଳା ଦୁଇ ଶକ୍ତି, ଦୁଇ ରୂପ, କିନ୍ତୁ ଏକ ଶକ୍ତି, ଏକ ଦୟା, ଏକ ମାତୃତ୍ୱ ଭାବ। ଏମାନେ ଭକ୍ତଙ୍କୁ ମୋକ୍ଷ ଦିଅନ୍ତି, ମଙ୍ଗଳ କରନ୍ତି।